वसुधा ମୁଁ ଯାହା ଶୁଣିଲି ତମକୁ ସେଇଆ ଶୁଣିଲ? ହଁ ସ୍ୱାମୀ, ପିଲାଟି ଅନେକ ବେଳୁ ରାହା ଧରି କାନ୍ଦୁଛି। କିନ୍ତୁ ଏ ମନ୍ଦିର ଭିତରେ କଣ? ହଁ ସ୍ୱାମୀ, ସେ କଥା ପରେ ବିଚାର କରିବ। ଆଗେ ଦେଖିଲ ପିଲାଟି କୋଉଠି କାନ୍ଦୁଛି। ଠିକ ଅଛି ବସନ୍ତ। ये हूँ पापर संतक से रखिदियो कौच स्वामी प्रभु चाहूचंती ए पापर संतक को तुम्हें पुण्य रूप दियो। वसुधा समाज बहुत कलुषित हो जाइछि। ऋतु बदलिला परी प्रत्येक मुहूर्त रे ए समाज बदली चली समाज भद्र मुखम इंदा मनीष माने कोई चली गोटे पर गोटे अन्याय अत्याचार व्यभिचार और से पापर संतक को प्रभु को बाजार समर्पित देछि। स्वामी ता छडा मो राज्य रे मिति भूल करिबो बाकी भूल करंती और से भूल करी प्रायश्चित करिया पई प्रभु को बाजार समर्पित देछंती। कहा को तमे भलो मनीष कहउछ? अरे कहा को भलो मनीष कहउछ वसुधा? अरे वसुधा तमे जहा को भलो मनीष कहउछ सेही भलो मनीष भूल बेसी। पिला अरे जो पिला जाति नहीं कुल नहीं गोत्र नहीं से पिला है मो वंश उत्तराधिकारी ना केवे नु केवे को से पिला भी पुत्र बोले स्वीकार कर नहीं केवे भी स्वीकार कर नहीं। राजा चंद्रध्वज के तुम मते चिन्हि पारन बाबा के मैं हेउछि तो आराध्य देवता शिव शंकर। हे देवाति देव महादेव हे कलेशपति भोला महेश्वर आपण कहतु जो पिला जाति नहीं कुल नहीं गोत्र नहीं से पिला केमिति हम मो वंश उत्तराधिकारी? मैं जानि छी बाबा तो पिला पाई संकट रे पड़ी जाई छु ना। हां प्रभु हेले सुन बाबा से आउ केई नहे से होउची तोरी संतान। हारे बाबा पूर्व जन्म रे से तोरी संतान थिला कालक्रमे आसी परम भक्त कुल जन्म नेला गर्भावस्था पिता तार दुनिया छड़ी चली गला अभी हत भाग को जन्म दे मारी पादरे समर्पण करी मां तार चिर निद्रा रे सुनी दे गला। जारे बाबा जा मन रे किछि शंका न रखी अंतर सहित ताको ग्रहण कर देखिबो सही तो जस रखिबो सही तो जस रखिबो सही तो जस रखिबो। हे देवाति देव महादेव हे कलेशपति भोला महेश्वर आपणकर देइथिबा से अमूल्य संपद को मु जत्न रे साइति रखिबी और से पिला हेबो मो वंश उत्तराधिकारी से पिला हेबो मो वंश उत्तराधिकारी। कौन करिबी कहा को डाकिबी रसिक को डाकिबी रसिक रसिक आज्ञा आज्ञा एनी भूले आज्ञा कौन जी आज्ञा मोना रसिक अंडिया घरटा गुंडिया मोर अपना ता धंडिया ओ कार्य जे बधा दब तानु पूरा
তো তোমার যে বাধা দেব ଆଜ୍ଞା ମୁଁ ତାକୁ ପୁରାପୁରି ନାଣ୍ଡିଆ କରିଦେବି ଆଜ୍ଞା। ଶୁଣ ଶୁଣ ଶୁଣ। ଆଜ୍ଞା ଆଚ୍ଛା ରସିକ ଆଜ୍ଞା ତତେ କାହିଁକି ଡାକିଲି ଜାଣିଛୁ ଆଜ୍ଞା ମତେ କାହିଁକି ଆଶ୍ରମ ଡାକିଲେ ଆଜ୍ଞା କୁହନ୍ତୁ କଥା କଣ କି ମୁଁ କି ରସିକ କାମ କରିପାରିବି ଆଜ୍ଞା ପୁତ୍ର ପାଇଥିବା ଆନନ୍ଦରେ ହଁ ଆଜ୍ଞା ମୁଁ କିଛି ମୋରି କଳିଙ୍ଗ ରାଜ୍ୟରେ ଦୁଃଖୀ ରୋଗୀକୁ ଦାନ କରିବି ଭଲ କଥା ଆଜ୍ଞା ମୁଁ ସେଥିରେ କଣ ପ୍ରତିବାଦ କରିବି ମୁଁ ତ ଆନନ୍ଦ ଖାଲି ଦେଇ ନାଚିବି ଆଉ ଏ ରସିକ ଆଜ୍ଞା ମୋ କଳିଙ୍ଗ ରାଜ୍ୟରେ ଦୁଃଖୀ ରୋଗୀଙ୍କୁ ଆଜ୍ଞା। ସମସ୍ତଙ୍କୁ ଆମନ୍ତ୍ରଣ କରି ଆଣିବି ହଁ ଆଜ୍ଞା ହେଲା ଆଜ୍ଞା ଆଜ୍ଞା ଯାଉଛି ଏ ରସିକ ଶୁଣ। ଆଜ୍ଞା ଆଜ୍ଞା ଦେଖ ରସିକ ଆଜ୍ଞା ଯିବା ବେଳେ ହଁ ଆଜ୍ଞା ତୋ ରାଣୀମାଙ୍କୁ ଟିକେ ପଠେଇ ଦେବୁ ହଁ ଆଜ୍ଞା କଥା ମନେ ରହିବ ଆଜ୍ଞା ଯାଉଛି ଆଜ୍ଞା हे ठाकुरे ସବୁ ତମରି ନୀଳା ଠାକୁରୀ ସବୁ ତମରି ନୀଳା ସ୍ୱାମୀ ଏତେ ସକାଳୁ ସକାଳୁ ରସି ଘାଟରେ ଡାକି ପଠେଇଲେ କାହିଁକି ବସୁଧା ତମେ କଣ କିଛି ଜାଣିନ କଣ ଜାଣିବି ଆଚ୍ଛା ବସୁଧା ହଁ କୁହ ଆଜି ପୁତ୍ରକୁ ପାଇଥିବା କେତେ ଦିନ ହେଇଗଲା ଏ କଥା ତମେ ପଚାରୁଛ ହଁ କାହିଁକି ଏ ପିଲା ଉପରେ ତମର ଅଧିକାର ଅଛି ମୋର କଣ ଅଧିକାର ନାହିଁ ସ୍ୱାମୀ ଆଜି ପରା 3 ଦିନ 3 ଦିନ ହେଇଗଲା ହଁ ଆଚ୍ଛା ବସୁଧା ପିଲା 3 ଦିନ ହେଇଗଲା ତାର ନାମ କଣ ରଖିଛ ଆରେ ସତେ ତ ମୁଁ ପୁରାପୁରି ଭୁଲି ଯାଇଛି ବସୁଧା ଆମ ଅନ୍ଧାର ଘରକୁ ସେ ଆଲୋକିତ କରିଛି ତେଣୁ ମୁଁ ଭାବୁଛି ଆଜିଠାରୁ ତା ନାମ ରଖିଲି କଣ ରଖିଲ ଆରେ କୁହ ନା କଣ ରଖିଲ ମୁଁ ରୁହ ମତେ ଟିକେ ଭାବିବାକୁ ଦିଅ ଓହୋ ବାବା ଆରେ ଶୀଘ୍ର କୁହ କଣ ରଖିଲ ବସୁଧା ତା ନାମ ରଖିଲି ସୂର୍ଯ୍ୟ ନା ନା ସୂର୍ଯ୍ୟ ନାମଟି ଆଦୌ ଭଲ ଲାଗୁନି ମାନେ ସ୍ୱାମୀ ସୂର୍ଯ୍ୟଙ୍କର କଣ ଅନ୍ୟ କିଛି ନାଁ ନାହିଁ ବସୁଧା ସୂର୍ଯ୍ୟଙ୍କର ଅନେକ ନାମ ରହିଛି ତେବେ କୋଉ ନାମ କଥା କହିବି ଏ ଯେମିତି ମାର୍କଣ୍ଡ ଦିବାକର ଭାସ୍କର ଭାନୁ ତପନ ରୁହନ୍ତୁ ସ୍ୱାମୀ ମତେ ଏଇ ନାମଟି ଭଲ ଲାଗୁଛି କୋଉ ନାମଟି ତପନ ତପନ ହଁ ହଁ ତପନ ଠିକ ଅଛି ବସୁଧା ତମରି କଥା ମାନି ଆଜିଠାରୁ ଆମ ପୁତ୍ର ନାମ ଦେଲୁ ତପନ ଏ ସିନା ତମ ପାଇଁ ତପନ ହେଲେ ମୋ ପାଇଁ ତମ ପାଇଁ ମୋ ଆଦରର ତପୁ ଏ ତପ দুনিয়া সরকে
ରସିକ ଆଜ୍ଞା ବିଶ୍ୱଜିତ ମହାରାଜ ଆରେ ତପନ ବଡ଼ ହେଇଗଲାଣି ଆଜ୍ଞା ମହାରାଜ ପାଠ ପଢିବା ନିହାତି ଦରକାର ନିହାତି ନିହାତି ଦରକାର ରସିକ ଆଜ୍ଞା ତପନକୁ ନେଇଯିବୁ ହଁ ଆଜ୍ଞା ଗୁରୁ ଆଶ୍ରମରେ ଛାଡ଼ି ଦେଇ ଆସିବୁ ଆଜ୍ଞା ସେଇଟା ରହିছে ପାଠ ପଢିବ ହଁ ଆଜ୍ଞା ବାପା ମା ତୁମମାନଙ୍କୁ ଛାଡ଼ି ଏକୁଟିଆ ଗୁରୁ ଆଶ୍ରମରେ ରହିବି କେମିତି? ଆରେ ଏ ଧନ ଜୀବନରେ ବଡ଼ ମଣିଷ ହେବାକୁ ହେଲେ ଅନେକ ତ୍ୟାଗ ଶ୍ରମ ଏବଂ ସତ୍ୟତା ଦରକାର। ଯା ବାପା ନିଜ ଦେହର ଯତ୍ନ ନେବୁ। ଏ ବାବା ମନ ଦୁଃଖ କାହିଁ କରୁଛୁ ମନ ଦୁଃଖ କାହିଁ କରୁଛୁ ସମୟ ସୁବିଧା ଦେଖି ମୁଁ ନିଜେ ଯାଇ ଗୁରୁ ଆଶ୍ରମ ତତେ ସାକ୍ଷାତ କରି ଆସିବି ଏମିତି ପାଠ ପଢିବୁ ଏ କଳିଙ୍ଗ ରାଜ୍ୟର ଟେକ ରଖିବୁ ଯା ବାବା ମନେ ଲଗେଇ ପାଠ ପଢିବୁ ତତେ ସାନବେଳେ ଶିଖେଇଥିଲି ତୋର ମନେ ଅଛି ନା? ହଁ ମା ସତରେ ମନେ ରଖିଛୁ? ହଁ ମା ମନେ ରଖିଛୁ ତ? ହଁ ହଉ ଦେଖିବା। ଆଚ୍ଛା କହିଲୁ ଚଣା ଥିଲା କିଏ ଖାଇଲା? ମା କାଉ ଖାଇଲା। କାଉ ଖାଇଲା। କାଉ ଗୁଡୁ ଗୁଡୁ କାଉ ଗୁଡୁ ଗୁଡୁ କାଉ ଗୁଡୁ ଗୁଡୁ। ଏ ରସିକ ଆଜ୍ଞା ନେଇଯା ହଁ ଏଲେଇଛି ହଁ ବିଶୁ ଭାଇ ମା ମୋର ପ୍ରଣାମ ନିଅନ୍ତୁ। ରସିକ ଆଜ୍ଞା ଭାଇ ଛିଡ଼ା ହେଇ ରହିଲୁ କାହିଁକି? କଣ କରିବି ବିଶୁ ଭାଇ ଆରେ ତପନ ଭାଇକୁ ନେଇ ପରା ଗୁରୁ ଆଶ୍ରମ ଛାଡ଼ିବାକୁ ହବ ଚାଲ ଯିବା ଆରେ ଚାଲେ ହଁ ଚାଲ ଭାଇ ଆଜ୍ଞା ବସୁଧା ସ୍ୱାମୀ ମନେ ଦୁଃଖ କରୁଛ ନାଇଁ ବସୁଧା ଦୁଃଖ କରିବାର କଣ ଅଛି ତପନ ଯାଇଛି ପାଠ ପଢିବାକୁ ଆଉ ଦେଖିବ ବସୁଧା ସେ ଯେତେବେଳେ ବଡ ହୋଇ ପାଠ ପଢି ଆମର ଏ କଳିଙ୍ଗ ରାଜ୍ୟକୁ ଫେରି ଆସିବ ସେତେବେଳେ ଆମ ମାନଙ୍କର ଛାତି କୁଣ୍ଡ ମୁଟା ହୋଇଯିବ ବସୁଧା କୁଣ୍ଡ ମୁଟା ହୋଇଯିବ ଏ ବସୁଧା ଭୀଷଣ ଭୋକ ଲାଗିଲାନି ଚାଲ ଗଣ୍ଡାଇ କିଛି ଖାଇବାକୁ ଦେବ ଚାଲ ଚାଲନ୍ତୁ ସ୍ୱାମୀ। ବାବା ମୁଣ୍ଡା ଦେ କମଲ ବାବା ବସୁଧା ସ୍ୱାମୀ ଆଜି ହେଉଛି ଆମ ତପନର ଜନ୍ମଦିନ ହଁ ସ୍ୱାମୀ ତମେ ତ ଜାଣିଛ এই ଜନ୍ମଦିନରେ ଦୁଃଖୀ ରଖିକି ମୁଁ ଦାନ ଦିଏ ଆଜି ଯେତେବେଳେ ମା ଜଣକ ଆସିଛନ୍ତି ତମେ ଯାଅ କିଛି ଭିକ୍ଷାର ସାମଗ୍ରୀ ଘିନି ଆସିବ ଠିକ ଅଛି ସ୍ୱାମୀ। ଯାଅ ବସୁଧା ଆସ ମା ଆରେ ବସ ହେଲେ ମା ଆଜି ଆମର ବହୁତ ସୌଭାଗ୍ୟ ଆଜି ମୋ ପୁଅର ଜନ୍ମଦିନ ତ ପ୍ରତ୍ୟେକ ବର୍ଷ ମୋ ପୁଅ ଜନ୍ମଦିନରେ ମୁଁ ଦୁଃଖୀଙ୍କୁ ଦାନ କରେ ଯାଅ ଆପଣ ଆସିଛନ୍ତି ବହୁତ ଭଲ ହୋଇଛି ମା ସଦାବେଳେ ତୁମର ମଙ୍ଗଳ କରିବେ ବାବା ନା ମା ମାନେ କଳିଙ୍ଗ ରାଜ୍ୟରେ କେବଳ ମୁଁ ଶିବ ପୂଜେ ଶିବଙ୍କ ବ୍ୟତୀତ କୌଣସି ଅନ୍ୟ ଦେବୀ ଦେବପାଦରେ ମୁଁ ପୂଜା କରେ ନାହିଁ ଏ ବାପା ଭିକ୍ଷା ନେବା ପାଇଁ ଆସିଛ ମୁଁ ଭିକ୍ଷା ଦେବି ଆନନ୍ଦରେ ତମେ ଚାଲିଯିବ ବସୁଧା ଆରେ ଆଣ ଭିକ୍ଷା ନେବ ଅନ୍ୟ ମା କୁହ ବାବା ମୋର ଗୋଟିଏ କଥା ଆରେ କୁହ ମା ଆଚ୍ଛା ତୋ ରାଜ୍ୟରେ କଣ ଦେବୀ ପୂଜା ହୁଏନି କି ଶୋଷ ନା ମା ମୋ ରାଜ୍ୟରେ ଦେବୀ ପୂଜା ହୁଏ ନାହିଁ ମାନେ କଳିଙ୍ଗ ରାଜ୍ୟରେ କେବଳ ଶିବ ବ୍ୟତୀତ ଅନ୍ୟ କୌଣସି ଦେବୀ ଦେବପାଦରେ ଆଉ ଏମିତି କି ମୋ ରାଜ୍ୟରେ ମୁଁ ଘୋଷଣା କରିଛି ସେ କେହି ଦେବୀପାଦରେ ପୂଜା କରିବ ମୋ ବିନା ଅନୁମତିରେ ମୁଁ ତାକୁ କଠିନ ଦଣ୍ଡ ଦେବି ଏମିତି ଦଣ୍ଡ ଦେବି ଯାହା ଦେଖିବାରେ କଳିଙ୍ଗ ରାଜ୍ୟ ପ୍ରଜାମାନେ ଭୟଭୀତ ହୋଇଯିବେ
ବଞ୍ଚିଥିବା ପର୍ଯ୍ୟନ୍ତ ଏମିତି କର୍ମ କେବେ ବି କରିବେ ନାହିଁ। କିନ୍ତୁ ମୋର ଯେ ଗୋଟେ ସତ୍ୟ ଅଛି। ସତ୍ୟ ହଁ, ଶଙ୍ଖ ନ ବାଜିଲେ ବା ଦେବୀ ପୂଜା ନହେଲେ ମୁଁ ଭିକ୍ଷା ଗ୍ରହଣ କଥାରେ କହିଛି ଏ କଳିଙ୍ଗ ରାଜ୍ୟରେ ଦେବୀ ପୂଜା ହୁଏ ନା। ଭିକ୍ଷା ନେବା ପାଇଁ ଆସିଛ, ଭିକ୍ଷା ନେବ ଯାଅ। ଦେବୀ ପୂଜା ନକଲେ ମୁଁ ଭିକ୍ଷା ନେବିନି। ଶଙ୍ଖ ନ ବାଜିଲେ ମୁଁ ଭିକ୍ଷା ନେବିନି। ରସିକ ରସିକ ଆଜ୍ଞା ମୋ ଚାବୁକଟା ଘିନି ଆସିଲୁ। ଆଜ୍ଞା ଆରେ ମୋ ଚାବୁକଟା ଘିନି ଆସିଲୁ। ଆଜ୍ଞା ଆଜ୍ଞା ବସୁଧା ତମେ ଭିକ୍ଷାର ସାମଗ୍ରୀ ନେଇଯାଅ। ସ୍ୱାମୀ ଆରେ ନେଇଯାଅ କହୁଛି, ନେଇଯାଅ। ଆଜ୍ଞା ଯେତେ ଶୀଘ୍ର ପାରୁଛ ମୋ ରାଜ୍ୟରୁ ବାହାରି ଯାଉ। ବାହାରି ଯାଉ କହୁଛି। ମୁଁ ଭିକ୍ଷା ନ ନେଲେ ଯିବିନି। ଆଇ ବୃଦ୍ଧ ବ୍ରାହ୍ମଣୀ ମୁନି ଏ କହିଛି ମୋ ରାଜ୍ୟରେ କେବଳ ସଦାଶିବ ବ୍ୟତୀତ ଅନ୍ୟ କୌଣସି ଦେବାଦେବୀ ପାଦରେ ମୁଁ ପୁଷ୍ପାଞ୍ଜଳି ଦିଏ ନା। ରସିକ ଆଜ୍ଞା ଯେତେ ଶୀଘ୍ର ପାରୁଛୁ ଆଜ୍ଞା ଏ ବୁଢ଼ୀକୁ ଆଜ୍ଞା ଧକ୍କା ମାରି ସିଂହଦ୍ୱାର ବାହାର କରିଦେ। ରାଜା ଚାବୁକ ମାରି ମାରି ମୋ ସିଂହଦ୍ୱାର ବାହାର କରିଦେବୁ। ଆଜ୍ଞା, ଆଜ୍ଞା। ଏଇଟା ହଉଛି ରାଜା ଚନ୍ଦ୍ରଧ୍ୱଜର ଆଦେଶ। ଆଜ୍ଞା ଆଜ୍ଞା କଣ ସିଂହ ଦ୍ୱାରେ ବେଶିକି ଦେଖିକି ଚାଲିବ ମାରପିଟିକି ମୁଁ ଭଲ ପାଇନି ଜାଣ ତୁ ତ ହେଲୁ ଚାକର ବାକର ଲୋକ। ହଁ। କିନ୍ତୁ ତୋ ଅସ୍ତର ମୁଁ ଭିକ୍ଷା ନେବିନି। କାହିଁ ପୋକ ପଡୁଛି ନାଇଁ ବାବା ସେମିତି କଥା ନୁହେଁ। ମୁଁ ରାଜା ଅସ୍ତର ଭିକ୍ଷା ନେବି ଚାଲ କିନ୍ତୁ ଶଙ୍ଖ ବଜେଇ ଭିକ୍ଷା ଯା 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 ମାଉସୀ ଇଏ ମୁଁ ହେଲି ହୁକୁମର ଚାକର। ହୁକୁମ ପାଇଛି ମାନେ ମାରି ମାରିବୁ ତ। ମାଉସୀ ମାଡ଼ ଖେଳକୁ ଭଲ ଲାଗେ ମାଉସୀ। ହଁ ମାରିବିନି ପୂଜା କରି ଆଉ ମାଉସୀ ଦେଖିଛୁ ଏଇଟା କଣ ଅଛି ଦେଖିଛୁ ଦେଖିଛୁ ମାଉସୀ ବୃଦ୍ଧ ବ୍ରାହ୍ମଣୀ ଦେଖି ଦୟା କରି କଣ କହିଥିଲି ଜାଣୁ? ଯେତେ ଶୀଘ୍ର ପାଇବୁ ଧକ୍କା ମାରି ବାହାର କରିବ। କଣ କହିଲା? ମୁଁ ଶୀଘ୍ର ଭିକ୍ଷା ଦେଇଦେବି। ଯେତେ ଶୀଘ୍ର କରିଛୁ ସିଂହଦ୍ୱାର ବାହାର କରିଦେବି। ମାଉସୀ ଚାଲ ଚାଲ ମାଉସୀ ବିନା ମେଘରେ ପତ୍ର ଖାଲି ମତରେ ଖଟ ଖଟ ପଡୁଛି। ବାହାରିକି ଯା କଳିଙ୍ଗ ରାଜ୍ୟ ସେଠି ପଳେଇଯାଅ। ଠିକ ଅଛି ଠିକ ଅଛି ଠିକ ଅଛି ବାପା ମୁଁ ଯାଉଛି। ହଁ ଶୀଘ୍ର ବାହାରି ଯାଅ। ରାଜ୍ୟରୁ ମୁଁ ବାହାରି ଯାଉଛି। କିନ୍ତୁ କିନ୍ତୁ ମୁଁ ତ ଅଭିଶାପ ଦେଇ ଯାଉଛି। ଆଜି ତୋ ରାଜ୍ୟରେ ଯେମିତି ମୁଁ କାନ୍ଦି କାନ୍ଦି ଯାଉଛି। ମୋର ପରେ କହୁଥିଲେ କାନ୍ଦି କାନ୍ଦି ରାଜ୍ୟରେ ଯେ ଭିକ୍ଷ ମାଗିବ ଭିକ୍ଷ। ଆଉ ଶୁଣ ତୋ ରାଜ୍ୟରେ ପ୍ରଥମେ ହାହାକାର ହେବେ। ଖାଇବାକୁ ଦାନା ପାଇବେନି। ଆମର ଅଭିଶାପ। ଚାଲ কে বৃদ্ধ ব্রাহ্মণী এই রাজা চন্দ্রধ্বজকে অভিଶାପ ଦେଇଗଲା। ଏମିତି ଏକ ଦିନ ଆସିବ ସେ ଯେମିତି ହସ୍ତରେ ଭିକ୍ଷାର ଝୁଲି ଧରି ଦ୍ୱାରେ ଦ୍ୱାରେ ବୋଲି ଭିକ୍ଷା ମାଗୁଛି। এই ରାଜା ଚନ୍ଦ୍ରଧ୍ୱଜ ହାତରେ ଭିକ୍ଷାର ଝୁଲି ଧରି ଦ୍ୱାରେ ଦ୍ୱାରେ ବୋଲି ଭିକ୍ଷା ମାଗିବ। ଅଭିଶାପ କଣ ସତରେ ଫଳେ? ଅଭିଶାପ କଣ ସତରେ ଫଳେ? ହେ ରସିକ ହେ ରସିକ ହେ ରସିକ ଆଜ୍ଞା କଣ ହେଲା ଆଜ୍ଞା କାହିଁ ଲାଗିଲା
ବେପାର କରିଦେଇଛି ଏ ରସିକ ଆଜ୍ଞା ଅଭିଶାପ କଣ ସତରେ ଫଳେ? ଅଭିଶାପ ଆଜ୍ଞା କି ଅଭିଶାପ ଦେଲା ଆପଣଙ୍କୁ ଏ ପୃଥ୍ୱୀ ବ୍ରାହ୍ମଣୀ ଯୋଉ ଅଭିଶାପ ଦେଇଗଲା ଆଜ୍ଞା ଏମିତି ଏକ ଦିନ ଆସିବ ହଁ ସେ ଯେମିତି ଦ୍ୱାରେ ଦ୍ୱାରେ ବୋଲି ଭିକ୍ଷ ମାଗୁଛି ଏଇ ରାଜା ଚନ୍ଦ୍ରଧ୍ୱଜ ସେମିତି ଦ୍ୱାରେ ଦ୍ୱାରେ ବୋଲି ଭିକ୍ଷ ମାଗିବ। ରସିକ ଅଭିଶାପ ଗୁଣ ସତରେ ଫଳେ? ମଣିମା এই ছোট মুহরে পদে কথা কইথাନ୍ତି আজ্ঞা মতে কথা কইবার অনুমতি মিলিব তো আজ্ঞা কহ রসিক আজ্ঞা মণিমা আপন তো ভিক্ষা নদেলে নাই মহস্তরে চাবুক মারি সেই বৃদ্ধা ব্রাহ্মণকু সিংহ দ্বার পার করে দেওয়াটা মস্ত বড় ভুল হয়ে আজ্ঞা মস্ত বড় ভুল হয়ে ভুলেইগলা রসিক আজ্ঞা মস্ত বড় ভুলেইগলা আজ্ঞা এମିତି ভুল করেছি হ্যাঁ ମୋ ଜୀବନରେ କେବେ ମୁକ୍ତି ନାହିଁ ରସିକ ମୋ ଜୀବନରେ କେବେ ମୁକ୍ତି ନାହିଁ। ଦେଖ କଳିଙ୍ଗ ରାଜର ଚନ୍ଦ୍ରଧ୍ୱଜ ଆଖିରେ ମୁତକ ଢାଳୁଛନ୍ତି ଯାହାର ଗର୍ଜନରେ ବାଘ ଛେଳି ଏକା ଘାଟରେ ପାଣି ପିଅନ୍ତି ମଣିମା କହିଦବା କଥା ବହିଦବା ପାଣି ଗରମ ପାଲ କେବେ ଘର ପୁଡ଼େନି କିବେ ବୃଦ୍ଧିଆ ବ୍ରାହ୍ମଣୀ କଥା କେବେ ସତ ହୁଏନି ତା ଛଡ଼ା ସଦାବେଳେ ପାଶେ ପାଶେ ରହୁଛି ଆଜ୍ଞା ତମର ତୁ କହିବାକୁ ଚାହୁଁଛୁ କେତେବେଳେ ଆସିବ